পিণ্ড করি খণ্ড খণ্ড দুরু খেঞ্চু দিয়ে খেচড়াড়ে নজলিলে পিণ্ড করি খণ্ড খণ্ড দূরু খেচুথিবে খেচড়া বাড়ি ভীমসেন ভনে কুটুম্ব পোষণে ভীমসেন ভনে কুটুম্ব পোষণে ভীমসেন ভনে কুটুম্ব পোষণে ভীমসেন ভনে কুটুম্ব পোষণে নিরতে রহিলাম মন জড়ি লেখিলে অমল কমল কান্তি নীল বস্ত্রা সুকেশী শশধর সমব কথা খঞ্জনাক্ষী মনোজ্ঞা স্তন যুগগত মুকুটা দাম দীপ্তি কিশোরী ব্রজপতি সুতাকান্তা রাধিকা মাশ্রয়ে অহং জগদানন্দ পরমানন্দ পরমেশ্বর পরম অর্চনীয় পরম বন্দনীয় শ্রী সত্যনারায়ণ মহাপ্রভু বস কল্যাণময়ী জগদেশ্বরী বিন্ধেশ্বরী ঝঙ্কড়বাসিনী মা শারদে বরদে তথা মা কালীঙ্কর অভୟ ପଦାରବିନ୍ଦରେ ଚିତ୍ତ ମନକୁ ଅର୍ପଣ କରି ଆଜ୍ଞା ଆଜ୍ଞା ଚାହୁଁ ଚାହୁଁ ପାଲା ତ ସରିଗଲା ବାସ୍ ମଙ୍ଗଳାଚରଣ ରୂପକ 16 କୋଟି ଉପଢୌକନ ଦେଇଛି ଆଜ୍ଞା 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 ସମସ୍ତଙ୍କର ମଙ୍ଗଳ ହବ ଯେମିତି 16 କୋଟି ଗାଇଛ ନା ଆଉ କବି କହିଲେ ଅମଳ କମଳ କାନ୍ତି ନୀଳ ବସ୍ତ୍ରା ସୁକେଶୀ ବାସ୍ ମା ରାଧା ଆଚ୍ଛା ର କାନ୍ତି ହେଲା ଅମଳ କମଳ ବାସ୍ ଅମଳ କମଳ କାନ୍ତି ଆଚ୍ଛା ପ୍ରସ୍ଫୁଟିତ ପଦ୍ମର ରୂପ ଯେମିତି ଦେଖିବା ପାଇଁ ମା ରାଧାର ରୂପ ଦେଖିବା ପାଇଁ ସେମିତି ସେଇଭଳିଆ ରୂପ ପଦ୍ମ ଫୁଲକୁ ଦେଖିବୁ ଯାହା ରାଧାଙ୍କର ରୂପକୁ ଦେଖିବୁ ସେଇଆ ଆଉ ପାଲାବାଲା କହୁଥିଲେ ମା ରାଧା କୁଆଡେ କଳା ଶାଢୀ ପିନ୍ଧେ ଆପଣ ମାନେ ବହୁତ ଦିନ ହେଲା ପାଲା ଶୁଣୁଛନ୍ତି ଅନେକ ଗାୟକଙ୍କର ପାଲା ଶୁଣିଲେଣି ରାଧା କେବେ କଳା ରଙ୍ଗକୁ ଭଲ ପାଏ ନାଇଁ କଳା ରଙ୍ଗକୁ ଆଦୌ ଭଲ ପାଆନ୍ତିନି ଭଲ ପାଏନି ବୋଲି ଦିନେ ମା ରାଧା ପଚାରିଲା ଭଗବାନ କୃଷ୍ଣ କଣ ପଚାରିଲେ କହିଲେ ପ୍ରଭୁ ପ୍ରଭୁ ତମ ବାପା ତ ଗୋରା 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 ତମ ମା ତ ଗୋରୀ ତମେ କାଳିଆ କାହିଁକି ହେଲ
କୃଷ୍ଣ ଟିକେ ହସିଲେ, ହସିବେନି? କହିଲେ ରାଧା ହଁ ହଁ ପ୍ରଭୁ। ସାତଟା ରଙ୍ଗ ଅଛି। ଆଚ୍ଛା ହଁ 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 ବାଘ ନିଶ ହଲା ନା ହଲାନା ନା ଦୋହଲାନା? ଆଉ କଣ କି ରାଜା? ଅରେ ପୁଅ ବାଘ ନିଶ। ବାଘ ନିଶ ହନାଲା। ଆଚ୍ଛା ଆଚ୍ଛା ଆଚ୍ଛା। ହଁ ବାରେ ବାଇଗେଣୀ, ବାଇଗିଣୀ। ଘରେ ଘନ ନୀଳ, ଆଜ୍ଞା। ନୀରେ ନେଳିଆ, ଆଚ୍ଛା ସରେ ସବୁଜ, ସବୁଜ। ହରେ ହଳଦିଆ, ଆଜ୍ଞା। ଲାରେ ଲାଲ ରଙ୍ଗ, ନାରଙ୍ଗ। ନାରେ ନାରଙ୍ଗୀ। ଆଚ୍ଛା ନାରଙ୍ଗୀ। ହଁ ଏ ସାତଟା ରୂପ ତିଆରି କଲୁ ପ୍ରଭୁ ତୁ, ହଁ ହଁ ତମେ ତିଆରି କରିଛ। କିନ୍ତୁ ଏ ସାତଟା ରଙ୍ଗ ଛାଡି ବାସ୍। ତୁ କାହିଁକି କାଳିଆ ହେଲୁ ପ୍ରଭୁ କହ? ହଁ ସେଇ କଥାର ମତେ ଉତ୍ତର ଦିଅ ପ୍ରଭୁ। ଭଗବାନ କୃଷ୍ଣ ଉତ୍ତର ଦେଲେ, କଣ କହିଲେ? କହିଲେ ରାଧା ହଁ ପ୍ରଭୁ ସ୍ୱାମୀ। କଳା ରଙ୍ଗର ଅର୍ଥ ହଉଛି ରାତ୍ରି। ରାତ୍ରି। ହଁ 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 କଳା ବୋଲେ ରାତି। ଆଚ୍ଛା ତେଣୁ ଯିଏ ରାତିରେ ଠିଆ ହେଇଥବ ହଁ ହଁ এইঠু এই লাগে এ লাইট বালা লাইটটা বন্ধ করদব, ବାସ୍। কিন্তু ମୁଁ ହଁ ସମସ୍ତଙ୍କୁ ଦେଖିପାରିବି। ଆଚ୍ଛା ଇଏ ଯଦି ପେଣ୍ଡାଲ ଉପରେ ଲାଇଟଟା ବନ୍ଦ କରିଦିଏ ଆଚ୍ଛା। ଆପଣ ମତେ ଦେଖିପାରିବେ କି? ନାଇଁ 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 ଦେଖିପାରିବେନି। କୃଷ୍ଣ ଉତ୍ତର ଦେଲେ, ହେ ରାଧା ହଁ ହଁ ପ୍ରଭୁ। ମୁଁ ଜଗତକୁ ଦେଖୁଛି, ଆଚ୍ଛା ଆଚ୍ଛା ଆଚ୍ଛା। ମୁଁ ଜଗତକୁ ଧରିଛି ରେ ରାଧା, ହଁ ପ୍ରଭୁ। ମତେ ଧରିବା ବହୁତ କଷ୍ଟ। ଆଚ୍ଛା 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 ଆଚ୍ଛା। ହଁ ପ୍ରଭୁ। ଯାହାକୁ ଅଭିରାମ ପରମହଂସ କଲମ କଲେ। କଣ କହିଲେ? ପାଲା ତ ସରିଲାଣି, ମୁଁ ଆଉ କିଛି କହିବିନି। ନାଇଁ ମୁଁ ଆଉ କହି କଣ ଲାଭ ଅଛି? ମଲା ସାପକୁ ବାଡେଇବା ଯାହା, ଆଉ କହିବା ସେଇଆ। ପାଲା ବାଲା ତମେ ପାଲା ବାଲା ହେଇନ କି ହେଇପାରିବନି। ନାଇଁ ନାଇଁ ଯଦି ଶ୍ରୋତା ମାନଙ୍କୁ ଟିକେ ଆନନ୍ଦ ନଦେଲ ଆଉ କଣ? ଆଉ ରାତି ଯାଉ ଖାଲି ହେଇ ହେଲ, ହଁ ହଁ ତାଙ୍କର ତ ଅଭ୍ୟାସ ଅଛି ସେଇଟା ଆଉ। ନାଇଁ 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 ସେ ପାଲାର ମୂଲ୍ୟ କଣ ଅଛି? କିଛି ନାହିଁ। ଚାରିପଦ କଥା କହ। ବାସ୍। ରାତି ପାଇଲେ ଯେମିତି ନିରଞ୍ଜନପୁରରେ ଲୋକ କଥା ହେବେ, ହଁ ହଁ ଆମ ଗାଁରେ ପାଲା ହଉଥିଲା, ହଁ। ଗୋଟେ ଗାୟକ ଆସିଥିଲା, କିଛି ଦିପଦ କହିକି ଗଲା। କହିକି ଯାଇଛି, ସେଟା ସମସ୍ତେ ସ୍ମରଣ କରୁଥିବେ। ଯଦି ମନେ ନ ପକେଇଲେ ଶ୍ରୋତା ତମ ମାନଙ୍କୁ, ଆଉ ତାହେଲେ ତମେ କି ପାଲା ବାଲା? ନାଇଁ 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 ପାଲା। ଶରୀର ମୋର ଅସୁସ୍ଥ। ଆଚ୍ଛା ଆଜି ସକାଳୁ ବିଷ୍ଣୁ ବହୁତ ସେବା କରିଛି। ହଁ ହଁ ଭାବିଥିଲି ମୁଁ ପେଣ୍ଡାଲ ଉପରକୁ ଆସିପାରିବିନି, ଆଚ୍ଛା କିନ୍ତୁ ମୋତେ ମା କାଳୀ ହଁ 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 ସାମର୍ଥ୍ୟ ଦେଲା। ବାସ୍। ମାଙ୍କର ଆଶୀର୍ବାଦ ହେଲା। ଆରେ ଠାକୁରାଣୀ ପାଇଁ ଗୋଟେ ମାଳ ଦେଲୁନି? ହଉ ଗାୟନ୍ତୀ ଦେବାହା ଖିଳ ଗୀତ କାନି ଧନ୍ୟାସ୍ତୁତେରେ ଭାରତ ଭୂମି ଭାଗେ ଆଜ୍ଞା ସ୍ୱର୍ଗାପ ବର୍ଗାସ୍ପଦ ମାର୍ଗ ଭୂତେର ଭବନ୍ତି ଭୂୟ ପୁରୁଷ ସୁରତ୍ୱାତ।
ପ୍ରଭୁ ତୋର ମଙ୍ଗଳ କରନ୍ତୁ, ବାସ୍ ତୋ ପରିବାରର ମଙ୍ଗଳ ହଉ। ଆଜ୍ଞା ନୀଳଚକ୍ର ଯୁବକ ସଂଘ ପିଲା, ଯାହା ହଉ ଯୁବକ ସଂଘ ପିଲାଙ୍କର ଏତେ ଭଲ ପାଇବା ଅଛି ମୁଁ ଜାଣିନଥିଲି। ଆଜ୍ଞା ଆଜ୍ଞା ହେ ଜଗନ୍ନାଥ, ହେ ପ୍ରଭୁ, ମୁଁ ମା କାଳୀଙ୍କ ନିକଟରେ ହଁ ହଁ ଆତ୍ମନିବେଦନ କରୁଛି। ବାସ୍ ଏଇ ନୀଳଚକ୍ର ଯୁବକ ସଂଘର ଆଜ୍ଞା ଆଜ୍ଞା ଯେତେ ସଦସ୍ୟ ଯେତେ ପିଲା ଅଛନ୍ତି, ବାସ୍ ମୁଁ ଯଦି କହିବି ସମସ୍ତେ ଚାକିରି କରନ୍ତୁ, କଣ ଚାକିରି କରିଦେବେ? ନାଇଁ ନାଇଁ ମୁଁ ଯଦି କହିବି ସମସ୍ତଙ୍କର 120 ବର୍ଷ ପରମାୟୁ ହଉ, କଣ ସମସ୍ତଙ୍କର ହବ? ହବନି। ଆଜ୍ଞା ମୁଁ ବ୍ରାହ୍ମଣିଆ ଲୋକ। ବାସ୍ ଆମ ଗାଁ ବୁଲା ଗୌଡ଼ ପୁଅର 21 କରିବାକୁ ଯାଇଥାଏ, ଆଜ୍ଞା ଆଜ୍ଞା 21 ଦିନ ହେଇଥାଏ। ବାସ୍ ବୁଲା ଗୌଡ଼ ପୁଅକୁ ମୁଁ ଆଶୀର୍ବାଦ କଲି 77 ପରମାୟୁ ହଉ, ବାସ୍ 108 ବର୍ଷ ପରମାୟୁ ହଉ। ବାସ୍ ତାକୁ ଯେତେବେଳେ 8 ବର୍ଷ ହେଲା ପୋଖରୀରେ ବୁଡ଼ିକି ସେ ମରିଗଲା। କଣ ହେଲା ରେ? ମୁଁ ଆଶୀର୍ବାଦ କାମ କଲା? ନାଇଁ ମ ନାଇଁ ଆଶୀର୍ବାଦ ଜଣିଏ ଦିଏ। ସେ ଜଣକ କିଏ? ସେ ଭାଇନାଲୋ ବିଭୁ କୃପା। ଆଚ୍ଛା ଆଚ୍ଛା ପ୍ରଭୁ 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 ଆମେ ବ୍ରାହ୍ମଣିଆ ଆଶୀର୍ବାଦ ଯେତେ ଗଲେ କଣ ହବ? କିଛି ନାହିଁ ଆଜ୍ଞା। ବିଧାତା ଯଦ୍ ଭାଲ ପଟ ଲିଖିତମ୍ କର୍ମାନୁସାରେ ଫଳ। ବିଧାତା ଯାହା ଲିଖିଛି ବାସ୍ ତାହା ହବ। ହବ ହବ ତେଣୁ ଫୁଲମାଳଟିଏ ଦେଇଛ, ଆଚ୍ଛା ମା କାଳୀ ପାଖରେ ଆତ୍ମନିବେଦନ କରିବି, ତମ ସଂଘ ବଳବତ୍ତର ହଉ। ଆଚ୍ଛା ଆଚ୍ଛା ତମେ ଯେତିକି ଦିନ ବଞ୍ଚ, ହଁ କାଲି ମରିଯା ମୋର ଦୁଃଖ ନାହିଁ। ନାଇଁ 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 ଯେତିକି ଦିନ ବଞ୍ଚ ବଞ୍ଚିଥିବ ସୁଖରେ ବଞ୍ଚ। ବାସ୍ ଭଗବାନ ତମର ମଙ୍ଗଳ କରନ୍ତୁ। ଆଜ୍ଞା 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 ମା କାଳୀ ତମକୁ ଘଣ୍ଟ ଘୋଡେଇ ରଖୁ। ଏତିକି ଆତ୍ମନିବେଦନ କରୁଛି, ତମର କଲ୍ୟାଣ ହଉ। ବୋଲାନନ୍ଦେ ବାର ହରି ବୋଲ ହରି ବୋଲ। ମା ରାଧାର ଆଖିରେ ଲୁହ। ନିଶ୍ଚିତ ଗାଧେଇବାକୁ ଯାଉଛି, ହଁ କୃଷ୍ଣ କଥା ଦେଇଥିଲେ ଆସିବା ପାଇଁ। ଆଚ୍ଛା ଆସିଲା ବେଳକୁ ବିଳମ୍ବ ହେଇଗଲା। ଡେରି ହେଇଗଲା, କଣ ଗୋଟେ କାମ ଲାଗିଲା ବୋଧେ ଆଉ। ମାର ବିକାର ଭାବ ଆସିଲା। ନିଶ୍ଚିତ ଭଲ ପାଇବା ଯେତେ ଦିନ ଥାଏ, ବାସ୍ ପ୍ରେମଟା ସେତେ ବଳୁଆ ହେଇକି ଥାଏ। ଭଲ ପାଇବା ଯେତେବେଳେ କମିଯାଏ, କମିଯାଏ, ପ୍ରେମର ଭାବଟା ସେତିକି ବେଳେ କମିଯାଏ। ଆଜ୍ଞା ଠିକ କଥା। ଆଜି ମୁଁ ବସା ଘରେ ବସିଲା ବେଳକୁ ଗୋଟିଏ ବୁଢା 25 ବର୍ଷ ହେଲା ତା ସ୍ତ୍ରୀ ତା ପାଖରେ ନାହିଁ। ଆଚ୍ଛା ଆଚ୍ଛା ମୁଁ ମାକୁ ମୁଣ୍ଡିଆ ମାରିଲି, ବୁଢାକୁ ବୁଝେଇଲି, କହିଲି ଆଜି ଗୋଡ ହାତ ଚଳୁଛି, କାଲି ଗୋଡ ହାତ ଯେତେବେଳେ ପଡିଯିବ ପଡି ରହିବ, ସେତେବେଳେ ସେବା କରିବ କିଏ? ବୁଢା। କେହି ନାହିଁ। ଯା ବୁଢୀକି ଧରିକି ଆସିବୁ, ବୁଢୀ ମୋ ପାଲା ଦେଖିବ, ମୁଁ ବୁଢୀକି ଦେଖିବି, ମୋ ମନ ଶାନ୍ତି ହବ। ଇଏ ହେଲା ଏକ ଅଭେଦ୍ୟ ପ୍ରେମ। এইথিপাই অভিমন্যু সামন্ত সিংহার কহিলে, କଣ କହିଛନ୍ତି? কলা অপ্রাকৃত প্রেম মূর্তি জয় রাধা হরি। অব্যক্ত লীলাকু ব্যক্ত কল অবতরী। অব্যক্ত
অনাদি কারণ নির্গুণ সগুণ প্রভু নির্গুণ সগুণ আত্মারাম সনাতন ব্রহ্ম নিরূপণ আপনারাম সনাতন ব্রহ্ম নিরঞ্জন আত্মারাম সনাতন ব্রহ্ম নিরঞ্জন মা রাধা হ্যাঁ ଗାଧେଇ ଯାଉଛି হ্যাঁ ଭାରି କଷ୍ଟ নিশ্চিত କୃଷ୍ଣ ଦେଖା ଦଉନି না 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 ମନଟା କେମିତି ଖଟା ହଉଥିବ ଅନୁମାନ କରୁଥ ମାଙ୍କର କୃଷ୍ଣକୁ ନ ଦେଖିଲେ ଆହା ମନେ ରଖିଥାନ୍ତୁ ଆଜ୍ଞା ରାଧା କାହାକୁ ଦେଖିବନି ନାଇଁ 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 କାହିଁକି ନା ରାଧାର ଆଖି ହେଉଛି ଅଗ୍ନି ବାସ୍ କୃଷ୍ଣକୁ ନ ଦେଖି ହଁ ହଁ ରାଧା ଯାହାକୁ ଅନେଇବ ଆଚ୍ଛା ସେ ଜଳିଯିବ ବାସ୍ ଆହା କୃଷ୍ଣକୁ ଦେଖିନି ଆଜି ନା ନା ଦେଖି ନାହାନ୍ତି ରାଧାକୃଷ୍ଣଙ୍କୁ ଗାଧେଇ ଯାଇଛି ଆହା ହା ହା ସଖୀମାନଙ୍କୁ କହୁଛି ହଁ ହଁ କହିଲା ଆଗୋ ଏଇ, 11 ଦିନ ପାଲା ହେଇଗଲା ଆଜ୍ଞା ମୁଁ 3ଟା କାବ୍ୟ ଗାଇ ସାଇଲିଣି ଆଚ୍ଛା ତମେ ଯୋଉ ପାଲା ବାଲାକୁ ମୋ ସାଙ୍ଗରେ ଆଣିଛ ହଁ ମ କେତେଟା କାବ୍ୟ ହେଲାଣି କାବ୍ୟ ନାହିଁ ଖାଲି ଆଈ ମା କାହାଣୀ ଗୋଟେ ଗପ କରିବେ କାଲି ଗପୁଡି ମାରିକି ଗପ କହି କହିକି ପାଳିଆଙ୍କୁ ଉଠେଇକି ପାଳିଆ ମାନଙ୍କୁ ରୁଲ କରେଇକିରି ରୋଲ କରେଇକି ପାଳିଆ ମାନଙ୍କୁ ଧରିକି ଭଜନ ଗାଇକି ପେଣ୍ଡାଲ ବିତେଇ ଦବୁ ବାସ୍ ନିଜେ କେତେ ଅନୁକରଣ କରିଛ ପେଣ୍ଡାଲ ଉପରେ ଦେଖେଇଲେ ଜାଣିବେ ଯେ ତାଢୁଆ ଗାୟକ ଏ ପାଲା ଓଡିଶାରେ ପାଲା ବଞ୍ଚିବ ତ ନାଇଁ 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 ଆରେ ଗାୟକ ମାନେ ତମେ ଖଟ ହଁ ମଞ୍ଚ ଉପରେ ଟିକେ ପରିଶ୍ରମ କର ବାସ୍ 3 ଘଣ୍ଟା ଗାଇବା ଦରକାର ନାହିଁ ଆଜ୍ଞା 2 ଘଣ୍ଟା ଗା ହଁ ଯଦି ପାଲା ଗାଇଲା ବେଳେ ଆଚ୍ଛା ଶ୍ରୋତାଙ୍କ କାନରୁ ଗରମ ପାଣି ଟିକେ ନ ବାହାରିଲା ହଁ ତମେ ପାଲା ଠିକ ରେ ଗାଇନ ଏଇ କହିଲା ଆଗୋ ପ୍ରିୟ ସହି ଏ ଛାତି ପଥର କଲିଣି ସହି ସହି ଆଗୋ প্রিয় সহি ছাতি পথর কলিনি সহি সহি আগো প্রিয় সহি কেতে যমুনা আহা যাও নাহি কে শ্যাম বন্ধু যাও না কে কেতে যমুনা যাও নাহি কে শ্যাম বন্ধুকু চাহু নাহি রাধা